श्री गुरु आहा श्री गुरु आहा अलेखं सद्गुरुरूपं च सत्यधर्म प्रकाशितं सर्वधर्मोपरे श्रेष्ठ भक्तिमूर्ति न संशय अलेख शरणं नित्यं सर्वकाले पदाम्बुजं अच्छा ते पादे बन्धते नित्यं भवबन्धु प्रमुच्यते बाबू अच्छा भीम भाईଙ୍କର जन्म वृत्तांत विषय दीपद आलोचना करिबा किछ एक आलोचना करबा शुणु अच्छा बंद जे अणाकार रूप शरीर अनाम अदेह प्रभु महिमा सागर अणशेष महिमारु आणी मई भेद बखाणी भी ए संसारे तुमरी संपाद बुड़ीगला सत्य धर्म हेला असमय की प्रकारे प्राणी माने तरी जीवे कह एकाक्षर ब्रह्म उदे हेले मंडले जीव मुक्ति पद होई केही न जानिले निष्काम ब्रह्म पुरुष नाही तांक माया हे नाही तांक माया रज बीर्ज नाही निर्भा होई अछि काया हाँ। भज अलेख हे अलेख परम ब्रह्म अलेख परम ब्रह्म हाँ। अलेख भजिण मोर जाऊ हे जीवन निज सकती आसने विजे करियछ हे भज अलेख गोसाई अशेष ब्रह्मांड कथा समस्त जानुछ हे भज अलेख महिमा हाँ। शरण पशुछि पाद पद्मे तोर मोर दोष कर क्षमा पेली पशी भी बोलुछि अबना मंदिर हे भज अलेख गोसाई भो प्रभु नाम ब्रह्म मोते कृपा करो हे खलिया पालीर पीठ आहा। भीम भोईंकर अटई मठ दे शुभई अलेख डाक भरोसा करिछि मुहि ब्रह्म सागर कुहे भज अलेख महिमा निरंतरे भय करी गुरु पयर कुहे संथ कवि भीम भोई आहा। कूଳରେ से जन्म होइन जगते नाम बोलाई बुझिलु बाबू अच्छा स्तुति चिंतामणि रे संथ कवि भीम ही लिखिछंती ईश्वर का प्रमाण कर लिखिले जय जय ज्योति रूप रे विख्यात शून्य जाउडुची बाना कृपा कटाक्षत अरूपे विदित भगत दुख खण्डना जगत आवरी पुरी अछ हरि नाम ब्रह्ममय तेज अज्ञानी की मेरु सुज्ञानी की सरु दुहै उश्वास बोध अभय पयरु प्रभु श्री छामुरु किछि कृपा हेउ नाही निमिष मात्रक जुगे लेखुअछि दिवस गणुचे मोहि मेलिछि पसरा निर्वेदरे परा अरूपे करिब पारी हे नमो विनती बुझतु व्यकति जेबे भक्त हितकारी मुहिन पामर कीट जीव छार तो पयरे अनुसरी
କରପତ୍ର ଯୋଡ଼ି ବିନତି କରୁଛି। ସୁକୃପା କର ଶ୍ରୀ ହରି ଜଗତ ଧାରଣ ମୁକତି କାରଣ ତୁ ଯେ ବ୍ରହ୍ମାଣ୍ଡ କରତା ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖ ସୁଖ ସର୍ବ ଚିନ୍ତା ବାବୁ ଆଚ୍ଛା ପୁଣି ନିର୍ବେଦ ସାଧନରେ ମଧ୍ୟ ପ୍ରମାଣ ଅଛି। ଆଚ୍ଛା କିସ ପ୍ରମାଣ କଲେ ଲେଖୁଛନ୍ତି କିସ ଲେଖିଲେ ଜୟ ତୁ ଅନନ୍ତ ରୂପ ନାମ ତ ଅଲେଖ ଅଜପ ଜୟ ତୁ ନିର୍ବେଦ ସମ୍ଭୂତ ଅକର୍ମ ଅବିକାର ମତ ଅନାଦି ତହୁଁ ଦିବ୍ୟ ଜ୍ୟୋତି ମହାଶୂନ୍ୟରେ ତୋର ସ୍ଥିତି ଜୟ ତୁ ଏକାକ୍ଷର ଭେଦ ଅବ୍ୟକ୍ତ ଅଣକାର ସିଦ୍ଧ ଜୟ ପରମ ଆଦି କନ୍ଦ ଦିୟତ ସୁଧା ମକରନ୍ଦ সকল জীব পরে দাতা অখিଳ ব্রহ্মাণ্ড করতা জয় তু মহিমা সাগর ভোটির হিছু তিনি পুর বন্ধু তুমর নিজ নাম সদা আনন্দ পূর্ণ কাম বন্দই জ্যোতাকার একান্ত রূপ যুগান্তর তুম্ভে প্রসন্ন হেলে মোরে জগত করিবি সংসারে বাবু আচ্ছা কলিযুগরে ঘোর ଅନ୍ୟାୟ ଅତ୍ୟାଚାର ବଢିଯିବାରୁ ହଁ ଧର୍ମର ମୂଳ ସ୍ରୋତରୁ ଲୋକମାନେ ଦୂରେଇ ଯିବାରୁ ଆଚ୍ଛା ଆକୁଳରେ କାତର ହୋଇ ପୃଥିଦେବୀ ବିଶ୍ୱବାସୀଙ୍କୁ ଉଦ୍ଧାର କରିବା ପାଇଁ ଆଚ୍ଛା ଶୂନ୍ୟବାସୀ ଅନାଦି ବ୍ରହ୍ମଙ୍କୁ ସ୍ତୁତି କଲେ। କେମିତି ଏକା ସ୍ତୁତି କଲେ ଭୀମ ଭୋଇ ଭଜନମାଳାରେ ପ୍ରମାଣ କରିଛନ୍ତି। ଆଚ୍ଛା ଆସୁ ପଦ ତାହେଲେ ନାମ ଗୁରୁ ଅନାଦି କରୁଣା କୃପା ନିଧି ସମ୍ଭାଳି ରଖ ଦାସ ଦାସୀ ହେ ଶୂନ୍ୟବାସୀ ଆକାଶ ଧୀରେ ଆସ ଖସି ସମ୍ଭାଳି ରଖ ଦାସ ଦାସୀ ଅନ୍ତର୍ଯାମୀ ପୁରୁଷ ଆତଙ୍ଗ ଜାଣି ଆସ ଅଲେଖ ପ୍ରଭୁ ଶୂନ୍ୟ ଶୂନ୍ୟବାସୀ ଅନାଦି ଯୋଗେଶ୍ୱର ବାରା ଉଶ୍ୱାସ କର ଦୂରିତ ପକାଅ ବିନାଶୀ ହେ ଶୂନ୍ୟବାସୀ 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 ସମ୍ଭାଳି ରଖ ଦାସ ଦାସୀ ଆକାଶ ଧୀରେ ଆସ ଖସି ପାତକ ଭାରେ ମହି ନ ପାରେ ଦମ୍ଭେ ରହି ଯାଉଛି ରସାତ ତଳେ ପଶି ପଦ୍ମ ପାଦ ଘୋଡ଼ାଅ ବେଣୀ ବାଉ ବେড়াও ଧରଣୀ ଧର ଧର ଆସି ହେ শূন্যবাসী ଶୂନ୍ୟବାସୀ ଶୂନ୍ୟ শূন্যবাসী সম্ভাଳି রখ দাস দাসী ଆକାଶ ଧୀରେ ଆସ ଖସି ବାବୁରେ আচ্ছা
ପୃଥ୍ୱୀଦେବୀଙ୍କ କାତର ପ୍ରାର୍ଥନା ଶୁଣି ହଁ ଅନାଦି ଅଲେଖ ମର୍ତ୍ତ୍ୟମଣ୍ଡଳରେ ଅଜନୀ ସମ୍ଭୂତ ରୂପେ ଆବିର୍ଭାବ ଗ୍ରହଣ କଲେ। ଆଚ୍ଛା ସେ ହେଉଛନ୍ତି ମହିମା ଗୋସାଇଁ। ସେ ହେଉଛନ୍ତି କା ମହିମା ଗୋସାଇଁ। ପ୍ରଥମେ ହିମାଳୟରେ କିଛି କାଳ ବାୟୁପାନ କରି ଆଚ୍ଛା ଅବସ୍ଥାନ କଲା ପରେ ହଁ 1826 ମସିହାରେ ପବିତ୍ର ନୀଳାଚଳ ଧାମ ପୁରୀରେ ପଦାର୍ପଣ ଏକା କରିଥିଲେ। କରି ଆଚ୍ଛା 12 ବର୍ଷ ପର୍ଯ୍ୟନ୍ତ ଜଳପାନ କରି ଖଣ୍ଡଗିରି ଉଦୟଗିରି ପ୍ରଭୃତି ସ୍ଥାନରେ ଆତ୍ମଯୋଗ ସମାଧିରେ ନିବିଷ୍ଟ ହୋଇଥିଲେ। ଆଚ୍ଛା ପୁଣି ଶୁଣେ କିସ ହେଲା? 1838 ମସିହାରେ ହଁ ଢେଙ୍କାନାଳର ପବିତ୍ର ପୀଠ କପିଳାସରେ ଆଚ୍ଛା ପଦାର୍ପଣ କରି ହଁ ତପୋବନ ଠାରେ ଦୀର୍ଘ 24 ବର୍ଷ ଯୋଗ ସମାଧିରେ ନିବିଷ୍ଟ ଏକା ହୋଇଥିଲେ। ପ୍ରଥମ 12 ବର୍ଷ ଆଚ୍ଛା ଫଳ ଓ ପରବର୍ତ୍ତୀ 12 ବର୍ଷ ଦୁଗ୍ଧପାନ କରି ସେ ମହିମା ମହି- ଧର୍ମ ପ୍ରତିଷ୍ଠା ଏକା କରିଥିଲେ। ଶୁଣୁ ଆଚ୍ଛା ବାବୁରେ ହଁ କପିଳାସ ଠାରେ ସେ ଗୋବିନ୍ଦ ବାବାଙ୍କୁ ପ୍ରଥମେ ଶିଷ୍ୟ ଭାବେ ଗ୍ରହଣ କରିଥିଲେ। ଶିଷ୍ୟ ବୋଲି ଗ୍ରହଣ କରିଥିଲେ। ମହିମା ସ୍ୱାମୀ ତାଙ୍କ ପ୍ରିୟ ଭକ୍ତ ଭୀମ ଭୋଇଙ୍କୁ ଧର୍ମ ପ୍ରଚାର ପାଇଁ ମର୍ତ୍ତ୍ୟକୁ ପଠାଇଥିଲେ। ଆଚ୍ଛା ଏ ସମ୍ପର୍କରେ ଭଜନମାଳାରେ ପ୍ରମାଣ ଅଛି। କିସ ପ୍ରମାଣ ରହିଲା? ଅଭୟ ମଣ୍ଡଳରେ ଅନାଦି ଯୋଗେଶ୍ୱର ବିଚାର କଲା ବେଳେ ଥିଲେ ମୁଁ ଶ୍ରୀ ଚାମୁର ଆଜ୍ଞା ହେଲେ ମୁଁ ହେବି ପ୍ରଭୁତ ଅବତାର। ଆଚ୍ଛା। ମୁହିଁ ବୋଇଲେ ମୋତେ ମର୍ତ୍ତ୍ୟରେ ଜାତକ କର କୃପା କରି ବୋଇଲେ ଯାଅ ସିରେ କୁମର। ମୁହିଁ ଯାଉଛି ଆଗେ ତୁ ଏବେ ଶୁଭ କର। ଚିନ୍ତାମଣିରେ ଭୀମ ଭୋଇ ମଧ୍ୟ କହିଛନ୍ତି କଣ କହିଲେ କା? ଭୀମ ଭୋଇ ହେଲେ ଅଜନୀ ସମ୍ଭୂତ। ଆଚ୍ଛା ସେ ମଧ୍ୟ ପ୍ରମାଣ କରିଛନ୍ତି। କଣ କହିଲେ? ପିତା ଅଟନ୍ତି ମୋ ଅନାଦି ଠାକୁର ମାତା ଆଦି ଶକ୍ତି ନାରୀ ଦ୍ୟୁତି ଯୁଗଳରୁ ଜନମ ଲଭିଛି କବି କୃତ କଳା ଧରେ। ଆରେ ତାଙ୍କ ଜୀବନୀ ବୃତ୍ତାନ୍ତି ଶୁଣୁ। ଆଚ୍ଛା ଭୀମ ଭୋଇଙ୍କର ପାଳିତ ପିତା ମାତା ଦନାର ଓ ଗୁରୁବାରୀ। ଗୁରୁବାର ଏକା ଥିଲେ। ଏହି ଦମ୍ପତି ନିସନ୍ତାନ ଥିଲେ। ତାଙ୍କର ପୁତ୍ର କି ସନ୍ତାନ କିଛି ନଥିଲା। ଶୁଣେ ପୁଅ ଝିଅ କିଛି ନଥିଲା। ସେମାନେ ଏହି ସଦ୍ୟଜାତ ଶିଶୁକୁ ପୋଖରୀ କୂଳରୁ ପାଇଥିଲେ। ଆଚ୍ଛା ବାଲ୍ୟକାଳରୁ ଭୀମ ଦାରିଦ୍ର୍ୟ ସହ ସଂଗ୍ରାମ ମଧ୍ୟ କରିଥିଲେ। ଯୁଦ୍ଧ କରିଥିଲେ ଦାରିଦ୍ର୍ୟ ସହ। ଶୁଣେ ଆଚ୍ଛା ଯେତେବେଳେ ତାଙ୍କୁ 4 ବର୍ଷ ସେତେବେଳେ ସେ ମହିମା ସ୍ୱାମୀଙ୍କୁ ଦର୍ଶନ ଦର୍ଶନ ଏକା କରିଥିଲେ। ସ୍ତୁତି ଚିନ୍ତାମଣିରେ ପ୍ରମାଣ ଅଛି। କିସ ପ୍ରମାଣ ରହିଲା? 4 ବର୍ଷ ସମ୍ପୂର୍ଣ୍ଣ ସମୟରେ ଦେଖାଥିଲା ଜ୍ୟେଷ୍ଠ ମାସେ ନିର୍ବେଦ କର୍ମେ ଯୋଗୀ ପୁତ୍ର ଗୋଟିଏ ଭ୍ରମୁ ଥିଲେ ଗ୍ରାମ ଦେଶେ। ଆହା। ଭ୍ରମୁ ଥିଲେ ଗ୍ରାମ ଦେଶେ। ପୋଷାକ ପିନ ଚଢାଇ ସେ ପୁଣ ଦିଶୁଥିଲେ ଥିଲେ ଅପ୍ରଚ୍ଛନ୍ନ ବେନି ଭୁଜରେ ପ୍ରତ୍ୟକ୍ଷ ଦେଖି ଅଛି ଥିଲା ଶଙ୍ଖ ଚକ୍ର ଚିହ୍ନ। ଆହା ଥିଲା ଶଙ୍ଖ ଚକ୍ର ଚିହ୍ନ। ଦୁଇ ପଙ୍ଖା ଦାଣ୍ଡେ ବିଜେ କରି ସ୍ୱାମୀ ହସ୍ତରେ ଖପରା ଧରି ଦିଅ ମାତ ବୋଲୁଥିଲେ ଅର୍ଣ୍ଣ ଭିକ୍ଷା ଗୋଟା ଚାରି। ଆହା ଅନ୍ନ ଭିକ୍ଷା ଗୋଟା ଚାରି। ଯେତେବେଳେ ମୁହିଁ ପାଶେ ଠିଆ ହୋଇ ଅଳପ ଅଛଇ ଜାଣି ଥାଳ ଘେନି ସ୍ୱାମୀ ଆପେ ମାଗୁଥିଲେ ଦିଅ ବାବୁ ମୋତେ ପାଣି। ଆହା ଦିଅ ବାବୁ ମୋତେ ପାଣି। ବାବୁରେ 4 ବର୍ଷ ଯେତେବେଳେ ଗତ ହୋଇଛି ଆଚ୍ଛା 5 ବର୍ଷ ବୟସରେ ହେଲା କଣ? କିସ କାହଲା? 5 ବର୍ଷ କାଳରେ ପିତା ଗଲେ ଯମପୁରେ। ସଦା ନୟନରୁ ତାଙ୍କ ବହିଲା ନୀର। ଦୁଃଖ ପରେ ଦୁଃଖ ଆସି ଜୀବନକୁ ଦେଲା ଗ୍ରାସୀ। ସେ ଜୀବନକୁ ଦେଲା ଗ୍ରାସୀ। ପ୍ରଭୁଙ୍କ ପାଦ ପଦ୍ମରେ କଲେ ଜୁହାର। ଅନ୍ଧ କନ୍ଧ ଭାସଇ ଗିର ଅନ୍ଧ ଥିନା କିଟା ଥିନା ତା କିଟା ତାକ ଥିନା ଗିର। ଶରଣ ପଶିଲି ପ୍ରଭୁ ରଖ ଏଥର। ଅନ୍ଧ କନ୍ଧ ଭାସ ସଇ ଗିର ଅନ୍ଧ କନ୍ଧ ଭାସଇ ଗିର। ଶରଣ ପଶିଲି ପ୍ରଭୁ। ରଖ ଏଥର। ବାବୁରେ ଆଚ୍ଛା 5 ବର୍ଷ ବୟସରେ ପିତା ଜନାର୍ଦ୍ଦନ ଭୋଇ ହଁ ଆଖି ବୁଜିବାରୁ ଆଚ୍ଛା ଗୁରୁବାରେ ତାଙ୍କର ସାନ ଭାଇ ଧନେଶ୍ୱରକୁ ଦ୍ୱିତୀୟ ବିବାହ ଦ୍ୱିତୀୟ କରି ବିବାହ କରି କାଙ୍କଣପଡ଼ା ଠାରେ ଦିନହୀନ ଅବସ୍ଥାରେ ଜୀବନ କାଟିଥିଲେ। ଜୀବନ ଏକା କାଟିଲେ।
ଭୀମ ଭୋଇ ସେହି ଗ୍ରାମର ଚୈତନ୍ୟ ପ୍ରଧାନଙ୍କ ଘରେ ଗାଈ ଚରାଇ ପେଟ ପୋଷିଲେ। ପେଟ ଏକା ପୋଛୁଥିଲେ। ତାଙ୍କର ବାଲ୍ୟ ଜୀବନ ଅତ୍ୟନ୍ତ ଦୁର୍ବିସହ ଥିଲା। ହଁ ତେଣୁ ଆଚ୍ଛା। ସେ ନିଜ ଦୁଃଖ କଥା ଗାଇଛନ୍ତି। ହଁ କଣ କହିଲେ ଦୀପଦ କୁହ। ବାବୁ ଆଚ୍ଛା ସ୍ତୁତି ଚିନ୍ତାମଣିରେ ଭୀମ ଭୋଇ ପ୍ରମାଣ କରିଛନ୍ତି। କିସ ପ୍ରମାଣ କଲେ। କ୍ଷୁଧା ତୃଷା କଲେ ଭାଳଇ ବିକଳେ ଜଗଧି ଜଗଧି ହୁଅଇ କାଏ ଅତି ଦୁଃଖେ ମୁହିଁ ଦିନ ବଞ୍ଚୁଅଛି। କସ୍ତୁରୀ ଜୀବନ ପ୍ରାୟ ଆହା। କସ୍ତୁରୀ ଜୀବନ ପ୍ରାୟ ସତ ବରଷରୁ ଅଷ୍ଟମ ନବମ ଦଶମ ଦଶମ 11 ହେଲା ଆହା ସତେ ଦଶମ 11 ହେଲା 12 ବରଷରୁ ବର୍ଷାଙ୍କ ସଙ୍ଗତେ ବନେ ବୁଲି ଦିନ ଗଲା ତାଙ୍କ ବନେ ବୁଲି ଦିନ ଗଲା ତାପରେ କଣ ହୋଇଛି ଶୁଣେ। କିସ ହେଲା ଆଗ ପଛ କଥା ହୃଦୟରେ ଚିନ୍ତା ପଡ଼ି ପୁଣି ପୁଣି ଆସି ଶୋକ ସନ୍ତାପରେ ରୋଦନ କରଇ ବୃକ୍ଷ ଛାୟା ମୂଳେ ବସି ବଛା ଗଲେ ଚରି ପଛେ ଅନୁସରି ବୁଲୁ ଥାଇ ସଙ୍ଗେ ସଙ୍ଗେ କହେ ଭୀମ ଭୋଇ ପୂର୍ବ କାଳ କଥା କଚାଡ଼ି ହେଉଛି ଅଙ୍ଗେ ବୁଲୁଥାଇ ବନେ ନୀତି ପ୍ରତିଦିନେ ବସାକୁ ସଙ୍ଗତେ ଘେନି କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଏ ଘର ପାଣି ଆକାଶକୁ ଚାହିଁ ମନେ ମୁଁ ଭାଳଇ କରୁଥାଇ ପାଞ୍ଚ ହେଜ ବେଳ ହୋଇ ନାହିଁ ଯିବିକି ମୁଁ ହୋଇ ନ ମିଳିବ ପାଣି ପେଜ ଧନ ଏ ପିଣ୍ଡନ ହୋଇ ଖଣ୍ଡ ଖଣ୍ଡ ପଡ଼ିଅଛି ଯେତେ ମାଡ଼ ଗାଳି ଦ୍ୱନ୍ଦ ପଛ ଆଡ଼କୁ ପକାଇ ହୃଦ କରିଥାଏ ଦୃଢ଼ ଲୁହ ନାହିଁ ରକ୍ତ ବହୁଥାଇ ମୋର ଶ୍ରୀହସ୍ତେ ଦିଅଇ ପୋଚି କେହି ନ ଜାଣନ୍ତି ଶ୍ରୀ ଗୁରୁ ଜାଣନ୍ତି ଯେତେ କଷ୍ଟ ପାଉଅଛି ବାବୁରେ ଆଚ୍ଛା ଦିନକର ଘଟଣା କଣ ହୋଇଛି ଜାଣିଛୁ ନା। କଣ ହେଲା ଘଟଣା ଶୁଣେ। ଆଚ୍ଛା ଏକ ଦିନେ ଗାଈ ଚରାଉଥିଲେ ସାଥୀଙ୍କ ମେଳେ ଉପରେ ପତିତ ହୋଇଲେ ଭୀମ ଅକସ୍ମାତରେ ସାଙ୍ଗସାଥୀ ମାନେ ଗାଁରେ ଆସିଦେଲେ ଖବର ଗ୍ରାମବାସୀ ମାନେ ଧାଇଁଲେ କରିବାକୁ ଧାର ଉପେ ଥାଇ ଭୀମ କହନ୍ତି ମୁହିଁ ଉଠିବି ନାହିଁ ଯେଉଁ ପ୍ରଭୁ ଦେଲେ କଷଣ ସେହୁ ଆସିବେ ଧାଇଁ ଭକ୍ତର ବାରତା ପହଞ୍ଚି ଗଲା କପିଳାସରେ ମହିମା ଗୋସାଇଁ ଗୋବିନ୍ଦ ସଙ୍ଗେ ଛୁଟିଲେ ବାରେ ପାଦ ବଢାଇଲେ ଜଗତ ସାଇଁ ଧରି ସେ ପାଦ ଭକ୍ତ ଭୀମ ଉଠି ଆସିଲେ ପିସେ ମକରନ୍ଦ ବୁଝିଲୁ ବାବୁ। ଆଚ୍ଛା ଦିନକର ଘଟଣା କିସ ହେଲା ଭୀମ ଭୋଇ ବୁଲୁ ବୁଲୁ କୂଅରେ ପତିତ ହୋଇଗଲେ। ପଡ଼ିଗଲେ ଏକା କୁଅରେ ପ୍ରଭୁଙ୍କୁ ଡାକନ୍ତେ ହଁ। ପ୍ରଭୁ ଆସି ଉଦ୍ଧାର କରୁଛନ୍ତି। କେମିତି ଏକା ଉଦ୍ଧାର କଲେ ପ୍ରଭୁଙ୍କର ପାଦ ଧରି ଉଠି ଆସନ୍ତେ ଆଚ୍ଛା ପ୍ରଭୁ ଭୀମକୁ କବିତ୍ୱ ଶକ୍ତି ପ୍ରଦାନ କଲେ। ଆଚ୍ଛା ଭୀମ ଭୋଇ ସଙ୍ଗେ ସଙ୍ଗେ ପ୍ରଭୁଙ୍କର ବନ୍ଦନା ଗାଇ ଉଠିଲେ। କେମିତି ତାହେଲେ ବନ୍ଦନା ଗାଇଲେ ବନ୍ଦନା ପାଦ ପଦ୍ମକୁ
ଧ୍ୟାଇ ଗୁରୁ ପୟରଙ୍କୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଗୁରୁ ପୟରକୁ ଧ୍ୟାଇ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଗୁରୁ ପୟରକୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ ନଖ କୋଣେ ସୁରାସୁରୀ ମାଳ ମାଳ ଛନ୍ତି ପୁରୀ ନଖ କୋଣେ ସୁରାସୁରୀ ମାଳ ମାଳ ଛନ୍ତି ପୁରୀ ଅନନ୍ତ ବାସୁକି ଶିରେ ବହିଛି ମକରନ୍ଦକୁ ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଗୁରୁ ପୟରଙ୍କୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି ଶରଣ ସଦର ପାଦ ନିର୍ଭୟ ଭଲ ମନ୍ଦକୁ ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଗୁରୁ ପୟରଙ୍କୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ ପ୍ରଭୁଙ୍କର ଆଶୀର୍ବାଦ ଶ୍ରବଣ କରି ହଁ। ଭୀମ କହିଲେ ପ୍ରଭୁ ଆଚ୍ଛା ମୁଁ ଯେ ମୂର୍ଖ ଅନ୍ଧ କିପରି ଲେଖନୀ ଚାଳନା କରି ଗ୍ରନ୍ଥ ରଚନା କରି ପ୍ରଭୁ ଆଚ୍ଛା ପ୍ରଭୁଙ୍କର ମସ୍ତକ ସ୍ପର୍ଶ କରି ହସି ହସି ପ୍ରଭୁ କହିଲେ ହଁ। ଆମ୍ଭେ ତୁମ ନିକଟକୁ ଚାରି ଜଣ ଲେଖନକାର ପଠାଇବୁ କାହାକୁ କାହାକୁ ପଠାଇଲେ କିଏ ସେ ତାହେଲେ ହେଲେ ଶୁଣେ ଆଚ୍ଛା ହରି ପଣ୍ଡା ସଙ୍ଗେ ବାସୁଦେବ ପଣ୍ଡା ସ୍ୱାମୀଙ୍କ ଆଦେଶ ପାଇ ଭୀମଙ୍କ ପାଖରେ ଉପସ୍ଥିତ ହେଲେ ଲିଖନ କରିବା ପାଇଁ ଆହା ଲିଖନ କରିବା ପାଇଁ ଧର୍ମାନନ୍ଦ ଦାସ ମାର୍କଣ୍ଡ ଦାସ ଦେ ଚାରି ବ୍ରାହ୍ମଣ ମିଳିଲେ ଭୀମଙ୍କର ମୁଖ ନିଃସୃତ ବାଣୀକୁ ତାଳ ପତ୍ରରେ ଲେଖିଲେ ଆହା ତାଳ ପତ୍ରରେ ଲେଖିଲେ ଏକାଥରେ ଦୁଇ ଯୋଡ଼ା ଗୀତ ରଚି ପ୍ରତିଭା କଲେ ବିକାଶ ମହିମା ସାହିତ୍ୟ କୁସୁମିତ ହେଲା ପାଇ ତାଙ୍କର ପରଶ ଆହା ପାଇ ତାଙ୍କର ପରଶ ବୁଝିଲୁ ବାବୁ ଆଚ୍ଛା ଭୀମ ଭୋଇ 16 ବର୍ଷ ବୟସରେ ଏହି ଜ୍ଞାନ ଶକ୍ତି ଲାଭ କରିଥିଲେ ଜ୍ଞାନ ଶକ୍ତି ଲାଭ କଲେ ଭୀମ ଭୋଇ ବହୁ ଭଜନ ଜଣାଣ ରଚନା କରି ଆଚ୍ଛା ମହିମା ସାହିତ୍ୟକୁ ସମୃଦ୍ଧ କଲେ ବଢାଇଥିଲେ ଉଜ୍ଜଳ କରିଥିଲେ ତାଙ୍କ ରଚିତ ଭଜନ ଗୁଡିକ ଖଜଣୀ ସାହାଯ୍ୟରେ ଶିଷ୍ୟମାନେ ପରିବେଷଣ କରି ହଁ। ମହିମା ଧର୍ମର ପ୍ରଚାର ପ୍ରଚାର କଲେ କରୁଥିଲେ ଏହା ଫଳରେ ଆଚ୍ଛା। ଭୀମ ଭୋଇଙ୍କର ଲୋକପ୍ରିୟତା ବଢିବାରେ ଲାଗିଲା ଦିନକୁ ଦିନ ବଢିବାରେ ଲାଗିଲା କେଣେ ହୋଇଛି କଣ କିସ ହେଲା ତତ୍କାଳୀନ ରେଢାଖୋଲ ରାଜା ହଁ। ଭୀମ ଭୋଇଙ୍କର ଲୋକପ୍ରିୟତାକୁ ସହି ନ ପାରି ଆଚ୍ଛା ତାଙ୍କ ଉପରେ ଅତ୍ୟାଚାର କଲେ ଅନ୍ୟାୟ କରୁଥିଲେ ଫଳରେ ଭୀମ ଭୋଇ ରେଢାଖୋଲ ଛାଡି ସୋନପୁର ପଳାଇ ଆସିଲେ ପଳାଇ ଆସିଲେ ସେ ଗୁଡପାଲି ଆଚ୍ଛା। ବିନକା ଜୁଲୁଣ୍ଡା ଭୁର୍ସାପାଲି ଇତ୍ୟାଦି ଗ୍ରାମରେ ମହିମା ଟୁଙ୍ଗି ପ୍ରତିଷ୍ଠା କରିଥିଲେ ପ୍ରତିଷ୍ଠା କରି ଆଚ୍ଛା। ଶେଷରେ ଖଲିଆପାଳି ଠାରେ ପହଞ୍ଚିଲେ ପହଞ୍ଚିଲେ ତାହା ଥିଲା 1877 ମସିହାର କଥା ଆଚ୍ଛା ସେ ଗ୍ରାମର ଗୌନ୍ତିଆ ଲୋଚନ ବଗର୍ତ୍ତୀ ଆଚ୍ଛା ଭୀମଙ୍କୁ ଘରକୁ ପାଛୋଟି ପାଛୋଟି ନେଇଥିଲେ ସେହିଦିନ ଆଚ୍ଛା। ଲୋଚନ ବଗର୍ତ୍ତୀଙ୍କର ଗୋଟିଏ ପୁଅ ଜନ୍ମ ହେଲା ତାଙ୍କର ନାମ ଦିଆଗଲା ଭୀମ ବଗର୍ତ୍ତୀ ବୋଲି ରଖାଗଲା ଏଇ ସମୟରେ କଣ ହୋଇଛି କିସ ହେଲା ଗୌନ୍ତିଆ ଦେଲେ ଜମି ଭୀମଙ୍କ ପଦେ ପ୍ରଣମୀ ସେ ଭୀମଙ୍କ ପଦେ ପ୍ରଣମୀ ସେ ସ୍ଥାନରେ ମଠ ଏକ ହେଲା ସ୍ଥାପନ ଖଲିଆ ପାଲିର ମଠ আকর্ষিলা সাধু সন্থ সে আকর্ষিলা সাধু সন্থ লাগি রহিলা সর্বদা নাম কীর্তন পরম ব্রহ্ম সেবা রে রত পরম ব্রহ্ম সেবা রে রত হইলে সকল জন লগাইছি তো হই কে মধ্যে সেবা করুଥିଲେ আচ্ছা অন্নপূর্ণা সরস্বতী রোহিণী সুবর্ণ সতী মেধা গহণে ভীম রহি সেঠারে আবল্যরু সন্ন্যাসিনী সংসারতে জিরমণি লিপ্ত রহিଥିଲେ গুরুঙ্কর কর সেবারে ধন্য ধন্য তাঙ্ক মহিমা ধন্য ধন্য তাঙ্ক মহিমা মহিমা ধর্মর বঢ়া বঢ়াইলে গারিমা শুণ এত
ତେଣେ ହେଉଛି କଣ କିସ ହେଲା ଭୀମ ଭୋଇଙ୍କର ମହିମା ପ୍ରସାରିତ ହୋଇଲା ମହିମା ଧର୍ମର କିରତି ବାନା ଉର୍ଦ୍ଧେ ଉଡ଼ିଲା ପାଦେ ଖଟୁଛନ୍ତି ତାଙ୍କର ଉଚ୍ଚ ବ୍ରାହ୍ମଣ ମାନେ ସନ୍ନ୍ୟାସୀ ନିଗଣ ଅଛନ୍ତି ସଦା ଆନନ୍ଦ ମନେ ଅଲେଖ ମହିମା ନାମ ଯେ ଭଜ ସୁଜନ ଜନେ ଆହା! ମହିମା ନାମକୁ ଭଜିଲେ ଯିବ ବୈକୁଣ୍ଠ ଧାମେ ତେଣେ କଣ ହୋଇଛି ଶୁଣେ କିସ ହେଲା ସୋନପୁର ରାଜା ନୀଳାଦ୍ରି ସିଂହୀ ଦୋ ପାଶରେ ସିଂହୀ ଦେଓ ଦେହ ପାଶରେ ଫଳ ବ୍ୟକ୍ତି ମାନେ ଏ କଥା ଜଣାଇଲେ ସଧିରେ ଅନ୍ଧ ହୋଇ ସେବା ପାଉଛି ବ୍ରାହ୍ମଣଙ୍କ ପାଖରୁ ପାଖରୁ ଜାତି ଧର୍ମ ବୁଡାଇଲା ସେ ଅନ୍ଧ ହୋଇଣ ଗୁରୁ କ୍ରୋଧେ ଗର ଗର ରାଜନ ଶୁଣି ଭୀମ ପ୍ରଶଂସା ବନମାଳି ଦେବାନକୁ ସେ ଡକାଇଲେ ସହସା ଅଲେଖ ମହିମା ନାମ ଯେ ଆହା! ଭଜ ସୁଜନ ଜନେ ମହିମା ନାମକୁ ଭଜିଲେ ଯିବ ବୈକୁଣ୍ଠ ଧାମେ ବାବୁରେ ଆଚ୍ଛା ଶୀଘ୍ର ମୋ ଆଦେଶ ପାଳିଣ ଯାଅ ଖଲିଆ ପାଲି ହରି ପଣ୍ଡା ବାସୁ ପଣ୍ଡାକୁ ବାନ୍ଧି ଆଣ ଏ କ୍ଷଣି କଠୋର ଧର୍ମ ପରୀକ୍ଷା ତାକୁ ଦେବାକୁ ହେବ କି ଧର୍ମ ପ୍ରଚାର କରନ୍ତି ଆପେ ଜଣା ପଡ଼ିବ ରାଜା ଦେଶ ପାଇ ବ୍ରାହ୍ମଣେ ସୋନପୁର ଚଳିଲେ ଧର୍ମ ପରୀକ୍ଷା ଦେବାକୁ ସେହୁ ଅପେକ୍ଷା କଲେ ପରୀକ୍ଷା ଦେବାର ପୂର୍ବ ଦିନ ସେହି ରାଜନ ମୃତ୍ୟୁ ସମ୍ମୁଖୀନ ହୋଇଲେ ଗର୍ବ ହେଲା ଖଣ୍ଡନ ଅଲେଖ ମହିମା ମହିମା ନାମ ଯେ ଭଜ ସୁଜନ ଜନେ ଆହା! ମହିମା ନାମକୁ ଭଜିଲେ ଯିବ ବୈକୁଣ୍ଠ ଧାମେ ବାବୁ ଆଚ୍ଛା ରାଜାଙ୍କର ଗର୍ବ ଓ ଅହଙ୍କାର ଯୋଗୁଁ ଭୀମ ଭୋଇ ବିପ୍ଳବ ହୋଇ ସ୍ତୁତି ଚିନ୍ତାମଣି ଗ୍ରନ୍ଥ ଲେଖୁଛନ୍ତି କିସ ଲେଖିଲେ ରାଜା ପରଜା ନୋହୁ ସିନା ଆମ୍ବେ ନୋହୁ ସାହୁର ଖାତକ ଜହିଁ ଗୁରୁ ନେବେ ତହିଁ ଯାଉ ଆମ୍ବେ କେ ଅବା କରୁ ଅଟକ କେ ଅବା କରୁ ଅଟକ ବନ୍ଧ ଜାତି ହୋଇ ବ୍ରାହ୍ମଣର ପୂଜା ଘେନୁ ଅଛି ପାଦ ପାଦ ଗତେ ବିଷ୍ଣୁର ତେଜ ନଥିଲେ ତାର ଅଙ୍ଗେ ପାର ହେଲେ ଯିବ କେତେ ଏହା ବୋଲୁଛନ୍ତି ପତିତ ପାମର ମେଳେଛ ଅଧମ ଅଧମ ମୂଢ ଦତ୍ତ ଦାନବ ସୁର ହାଡ଼ ଖିଆ ହୋଇଛନ୍ତି ମହାଗାର ହୋଇଛନ୍ତି ମହାଗାର ରାଜାଙ୍କର ଗର୍ବ ଖଣ୍ଡନ ହେବାରୁ ଆଚ୍ଛା ଭୀମ ଭୋଇ ଓ ମହିମା ଧର୍ମ ପ୍ରତି ସମସ୍ତଙ୍କର ବିଶ୍ୱାସ ବୃଦ୍ଧି ପାଇଲା ବୁଦ୍ଧି ଏକା ପାଇଲା ଖଲିଆପାଲି ମଠର ଆଚ୍ଛା। ମହିମା ବଢିବାରେ ଲାଗିଲା ବଢିବାରେ ଏକା ଲାଗିଲା ଭୀମଙ୍କର ବିଭୂତି ଦାନ ଫଳରେ ଆଚ୍ଛା ରୋହିଣୀଙ୍କ ଗର୍ଭରୁ ଲାବଣ୍ୟବତୀ ଓ ସୁମେଧାଙ୍କ ଗର୍ଭରୁ କପିଳେଶ୍ୱର ଜନ୍ମଗ୍ରହଣ ଏକା କରିଥିଲେ ବାବୁ ଶୁଣେ ଆଚ୍ଛା ଖଲିଆପାଲିର ପୀଠ ହୋଇଲା ବିଖ୍ୟାତ ହେ ଭଜ ଅଲେଖ ଗୋସାଇଁ ଭୀମଙ୍କର କର୍ମପୀଠ ରୂପେ ପରିଚିତ ହେ ଆସ ହେ ଭକତ ଭାଇ ଆହା। ଭୀମ ଭୋଇଙ୍କର ଭଜନ ଶୁଣିଲେ ହଁ। ସଂସାରୁ ହୋଇବ ତ୍ରାହି ନାନା ଦିଗୁ ଭକ୍ତ ଆସି ହେଲେ ସମବେତ ହେ ଭଜ ଅଲେଖ ମହିମା ଅଲେଖ ମହିମା ଶବ୍ଦେ କମ୍ପିଲା ସେ ପୀଠ ହେ ଉଅରେ ପଡ଼ିଣ ଭୀମ ଆହା। ଅଲେଖଙ୍କ ନାମ ସ୍ମରଣ କରିଣ ହଁ। ପାଇଲେ ସେ ଦିବ୍ୟ ଜ୍ଞାନ ଭୀମ ଭୋଇଙ୍କର ଏହା ମୁଖ୍ୟ ପୀଠସ୍ଥଳୀ ହେ ଭଜ ଅଲେଖ ଗୋସାଇଁ ବିଦିତ ହୋଇଲା ବିଶ୍ୱେ ସେ ଖଲିଆ ପାଲି ହେ ଭଜ ଅଲେଖ ମହିମା ଆହା ସାଧୁ ସନ୍ଥ ମାନେ ସେଠି ସମବେତ ହେଲେ ହେ ଭଜ ଅଲେଖ ଗୋସାଇଁ ସାଧୁ ସନ୍ଥ ମାନେ ସେଠି ହେଲେ ସମବେତ ହେ ଭଜ ଅଲେଖ ମହିମା ଆହା। ଶରଣ ପଶୁଛି ପାଦ ପଦ୍ମେ ତୋର ମୋର ଦୋଷ କର କ୍ଷମା ବାବୁରେ ଆଚ୍ଛା ମହିମା ଧର୍ମ ଓ ଦର୍ଶନକୁ ହଁ ଭୀମ ଭାଇଙ୍କର ଦାନ ଅତୁଳନୀୟ କହିଲେ କା ସରିବନି ସେ ଅନେକ ଉପାଦେୟ ଗ୍ରନ୍ଥ ରଚନା କରି ଆଚ୍ଛା ମହିମା ଧର୍ମକୁ କାଳଜୟୀ କରିଛନ୍ତି ଆଚ୍ଛା ବିଜୟ ପତାକା ଉଡେଇଦେଲେ ଆଚ୍ଛା ମହିମା ଧର୍ମର ଦର୍ଶନ ତାଙ୍କ ଗ୍ରନ୍ଥର ପ୍ରତିଫଳିତ କିସ କିସ ଗ୍ରନ୍ଥ ଗୁଡା ହେଲା ଲେଖୁଛନ୍ତି କଣ ଲେଖିଲେ ସ୍ତୁତି ଚିନ୍ତାମଣି ଗ୍ରନ୍ଥଟି ତାଙ୍କ ଶ୍ରେଷ୍ଠ ରଚନା ଭଜନ ଜଣାଣ ସହିତ ଗିରି ବେଦ ସାଧନା ବ୍ରହ୍ମ ନିରୂପଣ ଗୀତାରେ ପୁରୀ ଅଛି ଦର୍ଶନ ଚଉତିଶା ଗ୍ରନ୍ଥ ମାଳାଟି ଟାଣି ନିୟ ଇ ମନ ଅଷ୍ଟକ ବିହାରୀ ଗୀତା ଓ ଶ୍ରୁତି ନିଷେଧ
ଗୀତା ଆଦି ଅନ୍ତ ଗୀତା ପଢିଲେ ମନୁ ତୁଟଇ ଚିନ୍ତା ଉତ୍କଳର ପୁର ପଲ୍ଲୀରେ ବହୁ ରଚନା ବଳି ଲୁକାୟିତ ଭାବେ ରହିଛି। ତାହା ନହେବ କଳି। ବାବୁ ଆଚ୍ଛା ଭୀମ ଭୋଇଙ୍କ ରଚନାରେ ହଁ। ବିପ୍ଳବର ସ୍ୱର ଝଙ୍କୃତ ସମାଜକୁ ଆଚ୍ଛା। ଓ ଧର୍ମକୁ ସଂସ୍କାର କରିବା ପାଇଁ ଆଚ୍ଛା ସେ ଆହ୍ୱାନ ଦେଇଛନ୍ତି। ଆହ୍ୱାନ ଏକା ଦେଇଛନ୍ତି। କେମିତି କେମିତି ଦେଲେ? ନବଖଣ୍ଡ ମହି ଥାଳି ପ୍ରାୟ ହୋଇ ତେଜିଲେ ମନକୁ ଆସେ ଏ ମୋର ନେତ୍ରକୁ 56 କୋଟି ଯିବ କିରଣ ତୀରଣ ପରାଗ ଦିଶେ ଏକା ଦିବସରେ କ୍ଷଣକ ଭିତରେ ଦନ୍ତି ପୃଥିଲେ ଉଠାଇ ଆଚ୍ଛା ଦନ୍ତ କାମୁଡି କିସା ବୁଦ୍ଧି କରିବି। ଶ୍ରୀ ଗୁରୁଙ୍କ ଆଜ୍ଞା ନାହିଁ ପୂର୍ଣ୍ଣ ତୀର୍ଥ ବିରୋଧରେ ଆଚ୍ଛା। ସ୍ୱର ଉତ୍ତୋଳନ କରି ଭୀମ ଭୋଇ କହନ୍ତି ନବଖଣ୍ଡ ମେଦିନୀରୁ ଚାରି ଧର୍ମ ଉଠିଲେଣି ଆକାଶକୁ। ଆଚ୍ଛା ବହୁତ ଅନ୍ୟାୟ ଦେଖି ବ୍ରହ୍ମାଣ୍ଡର ଚାହିଁ ପାତକ ଭାରକୁ ଜଇଁ ଥିଲେ ଯେତେ ଦେବା ଦେବୀ ଗଣ ଶୂନ୍ୟକୁ ଗଲେଣି ଉଠି କାହାରି ହସ୍ତେ ନ ଖାଇବାକୁ ପୂଜା ଅକର୍ମ ଦେଖିଏ ସୃଷ୍ଟି ଗଙ୍ଗା ଗୟା କାଶୀ ପ୍ରୟାଗ ସହିତେ ସେତୁବନ୍ଧ ରାମନାଥ ଏ ତୀର୍ଥ ମାନଙ୍କ ଧର୍ମ ଉଠିଲାଣି। କାହିଁରେ ନାଇନା ସତ୍ୟ। ପୁଣି ଜାତି ପ୍ରଥା ବିରୋଧରେ ବିପ୍ଳବ କରି ଆଚ୍ଛା। ଭୀମ କହନ୍ତି କିସ କହିଲେ? ଜାତି ଖୋଜିଲେ ମୁକ୍ତି ନାହିଁ। କି ମୁକ୍ତି କହିଲେ କା ଜାତି ନାହିଁ। କେମିତି କହୁଛନ୍ତି? କିସ କହିଲେ? ଛତିଶ କୂଳରେ ବାଉନ ପାଟକ ଜାତି ବୋଲା ଯାଏ ନାହିଁ ପାଣି ଅନ୍ତର ପାଟକ ସିନା ଏହୁ ଆଉ କିଛି ନଥାଇ ଆହା ଆଉ କିଛି ନଥାଇ ତିନି ବ୍ରହ୍ମାଣ୍ଡରେ ଲୋଡ଼ିଆ ସତୁଣ୍ଡେ ଏକ ଜଣା ଏକ ଜାତି ଆହା ଏକ ଜଣ ଏକ ଜାତି ସେହି ସବୁକୁ ସତ ଜାତି କରିଛି ତାହାର ରଚିଲା ପୃଥି ଛତିଶ କୂଳ ଯେ ବାଉନ ପାଟକ ଯେ ଅଛି ସ୍ତ୍ରୀ ପୁରୁଷ ଉଚ୍ଚ ନିଚ ବୋଲି ବାରଣ ନ କରି ନାମରେ ଶରଣ ପଶ ଜନେ ନାମରେ ଶରଣ ପଶ ଜନେ ନାମରେ ଶରଣ ପଶ ପୁଣି କଣ କହୁଛନ୍ତି? କିସ କହିଲେ? ମୂର୍ତ୍ତି ପୂଜା ବିରୋଧରେ ଭୀମ ଭୋଇ ସ୍ତୁତି ଚିନ୍ତାମଣି ଲେଖୁଛନ୍ତି। କିସ ଲେଖିଲେ? ଅଚେତାରେ ସିନା ଜନ ପ୍ରାଣୀ ମାନେ କରୁଛନ୍ତି ଦେବ ପୂଜା ଆଚ୍ଛା ପାଦେ ପଡି ରକ୍ଷା କର ବୋଲୁଛନ୍ତି ଦେବ ଦେବୁକିରେ ପୁରୀ ଖଜା ମୂର୍ତ୍ତି ସିନା ସେହି ଜୀବ ଆତ୍ମା ନାହିଁ କାହୁଁ କାହୁଁ ଜାତି ଦେବ ବର ବିଷ୍ଣୁ ନଟ କୁଟ ମାୟାକୁ ନ ଜାଣି ଅଜ୍ଞାନରେ ମୂଢ ନର ଆହା, ଅଜ୍ଞାନରେ ମୂଢ ନର ଯେହୁ ଗଢିଛି ଆପଣା ପିଣ୍ଡ ପ୍ରାଣ ତାକୁ ସମର୍ପଣ ନାହିଁ ଏ ପ୍ରଭୁ ତାକୁ ସମର୍ପଣ ନାହିଁ ଦାରୁ ପ୍ରତିମା ମୂର୍ତ୍ତି କି ବୋଲୁଛନ୍ତି ପ୍ରାଣକ ବଞ୍ଚାଅ ତୁହି ଆହା, ପ୍ରାଣକୁ ବଞ୍ଚାଅ ତୁହି ମନୁଷ୍ୟ ହୋଇ ନିର୍ଜୀବ ସଙ୍ଗେ ଭାବ ଦେଖ ଟିକେରେ ଅଜ୍ଞାନ ହେ ସୁଜନେ ଦେଖ ଟିକେରେ ଅଜ୍ଞାନ ଶୂନ୍ୟରୁ ଯେହୁ ପିଣ୍ଡ ପ୍ରାଣ ଗଢିଲା ତାକୁ ନାହିଁ ଅନୁମାନ ଆହା। ତାକୁ ନାହିଁ ଅନୁମାନ ଭୀମ ଭୋଇ ବିଶ୍ୱ ପ୍ରାଣ କବି ଆଚ୍ଛା ବିଶ୍ୱର କଲ୍ୟାଣ ପାଇଁ ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇ ଉଠେ କା କେମିତି କେମିତି କାହିଁ ମୁଁ ଲୁଚିବି କେମନ୍ତେ ବଞ୍ଚିବି ପଳାଇବି କେଉଁ ପଥେ ଜଗତ କଷଣ କେତେ ମୁଁ ସହିବି ବିପତ୍ତି ପଡ଼ିବ ଯେତେ ମୋର ପିଣ୍ଡ ପ୍ରାଣ ଦେଇଅଛି ଦାନ ଅଲେଖ ପୁରୁଷ ପାଦେ ଶ୍ରୀଛାମୁରେ ମୁହିଁ ବ୍ରହ୍ମାଣ୍ଡର ପାଇଁ ଜଣାଣ କରୁଛି ଏବେ ଏ ଜନ ଜଗତ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ଏଣୁ କରି ସିନା ପ୍ରଭୁ ଶ୍ରୀଛାମୁକୁ ନୀତି ଜଣାଣ କରଇ ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀ ଗୁରୁଙ୍କ ପାଦେ କହେ ଭୀମ ଭୋଇ ଅଷ୍ଟଶତ ପାଦେ ନେତୁ ଲୁହ ପୋଛି କାନ୍ଦେ ପୁଣି ବାବୁ କହୁଛନ୍ତି ଆଚ୍ଛା ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ି ଗଲେ
ତେଣି ସକଳ দোষ অপরাধ ক্ষমা করি স্বামী জাগ্রতরে প্রতিপাল প্রাণীঙ্ক আরত দুঃখ প্রমিত দেখু দেখু কেবা সহু ମୋ ଜୀବନ ପଛେ ନର୍କେ ପଡ଼ିଥାଉ জগত উদ্ধার হেউ ଏକ ଖଣ୍ଡି ହାଡ଼ ବୁନ୍ଦାଏ ରୁଧିର ফুটে মাউস দাঁড়ই ତେଣୁ କରି ସିନା ପ୍ରାଣୀଙ୍କ ବିକଳ সহি ন পারিবি মুহি এই মহান কবি ভীম ভୋଇ 1895 ମସିହା ଫାଲ୍ଗୁନ ମାସ ଶିବରାତ୍ରି ଦିନ ଇହଲୀଳା ସମ୍ବରଣ କରିଥିଲେ। দেহ ত্যাগ করিଥିଲେ। ଏହାପରେ ଖଲିଆପାଲିରେ ପ୍ରତିଷ୍ଠା ହେଲା ତାଙ୍କର ସମାଧି ମନ୍ଦିର। আচ্ছা ବାବୁ কিস হলা ତାଙ୍କ ବିଷୟରେ କହୁଛନ୍ତି কোন কহিলে ଧନ କବି ଭୀମ ଭୋଇ সন্থ কবি বোলাই যে ধন্য কবি ভীম ভোই সন্থ কবি বোলাই যে ধন্য কবি ভীম ভোই মহিমা সাহিত্য মহিমা ধর্ম সমুজল কল জগত পাই হে ধন্য কবি ভীম ভোই সন্ত কবি বোলাই যে ধন্য কবি ভীম ভোই এ জাতির যোগ্য সুত তুমে কবি সাহিত্য গগনে তুমে পরা রবি হে চির নমস্য হে চির উপাস্য ধর্ম বানা কুদেল উড়াই হে ধন্য কবি ভীম ভোই সন্ত কবি বোলাই যে ধন্য কবি ভীম ভোই বাবুরে আচ্ছা ভীম ভୋଇ মহিমা শব্দକୁ ব্রহ্ম নিরূপণ গীতাରେ ব্যাখ্যা କରି କହିଛନ୍ତି কিস ব্যাখ্যা করি কহিলে মহিমা নামটি যেহু সর্ব ভোলাউচি শ্রী অঙ্গরে কোটি কোটি জন্ম করি করুଅছি মহিমা নামটি যেহু সাক্ষাৎ সে ধর্ম অগাধ গভীর সে অটই তই পূর্ণ ব্রহ্ম মহিমা নামটি যেহু অট অটই যে মেরু প্রসন্ন হইলে সেহু ডুব করে দারু মহিমা নামটি যেহু মুকতি পসরা ভক্তগণ মানে করু অচন্তি আসরা মহিমা নামটি যেহু মুরুছা ন যায় মুরুছা ন যায় দিনে ভদুথিলে ব্রহ্ম বৈকুণ্ঠ সে পায়ে ভজ অলেখ হে অলেখ পরম ব্রহ্ম অলেখ পরম ব্রহ্ম অলেখ ভজিণ প্রভু যাও হে জীবন মহিমা নামটি যেহু অটে মহারস পান কলে ন জানিব রজ রজনী দিবস মহিমা নামটি যেহু চারি চারি যুগে সার মহি প্রকাশ হেলে হুয়ন্তি অমর অকলনা বারা নিধি মহি মহিমার পেট কোটি ব্রহ্মা বিষ্ণু শিব ন নপা পান্তি ভেট আহা জয় অলেখ হে অলেখ অলেখ গোসাই আহা শুভ নাম গাই গাই পিণ্ডু প্রাণ যাই শুনে আচ্ছা হে বিশ্বপতি পরম ব্রহ্ম নিখিল জগত জীবন অখিল ভুবন সবিতা তুম্ভে হি গুরু পিতা মাতা দয়ালু আরত ভঞ্জন নম লেখ নিরঞ্জন সকল জ্যোতির আধার শাশ্বত অজর অমর তুমে হি চতুর্বর্গ দাতা পরম পুরুষ বিধাতা পরমেশ্বর সুখধাম নমো লেখ
নিরঞ্জন দেবদানব হরিহর সিদ্ধ গন্ধর্ব নারীবর সকলে করন্তি ভজন কুম্ভ মহিমা চিরন্তন চির সুন্দর প্রিয়তম নমো লেখ নিরঞ্জন বিমল প্রেম বুদ্ধি জ্ঞান এ জীবে করন্তু প্রদান বিদ্যা বিনয় মৈত্রী ধর্ম হে উমোহুদয় ভূষণ শ্রী গুরু পতিত পাবন নমো লেখ নিরঞ্জন নমো লেখ নিরঞ্জন নমো লেখ নিরঞ্জন বল মহিমা বলে মহিমালে অনাদি অলেখ ব্রহ্ম ব্রহ্ম পূর্ণ ব্রহ্ম স্বরূপকং আচ্ছা অখণ্ড ব্রহ্ম রূপায় গুরু ব্রহ্ম নমস্তুতে নমস্তে ভকত বন্ধু নমস্তে ভবতারকং নমস্তে করুণা সিন্ধু ভৃত্য বন্ধু নমস্তুতে বলো জয় গুরুদেব অলেখ মহিমা জয় আহে বিশ্বপতি কালন্দি প্রশান্ত দিন সরি যাউ কুম্ভ নাম জপি জপি প্রভু তুম্ভ নাম জপি জপি প্রভু তুম্ভ নাম জপি জপি বলো মহিমা বলে গুরু মহিমা হলে